ସାମ ସଙ୍ଗୀତ ଅଧ୍ୟାୟ 79। କରିଛନ୍ତି ହେ ଈଶ୍ୱର ବିଜାତୀୟମାନେ ତବ ଅଧିକାରାଂଶେ ପ୍ରବେଶ। କରିଛନ୍ତି ସେମାନେ ତୁମ ପବିତ୍ର ଆଳୟକୁ କଳୁଷିତ। କରିଛନ୍ତି ସେମାନେ ଜେରୁସଲେମକୁ ଧ୍ୱଂସ ସ୍ତୂପରେ ପରିଣତ। ତୁମ ସେବକମାନଙ୍କ ଶରୀରକୁ ଆକାଶ ପକ୍ଷୀମାନଙ୍କର ଓ ସନ୍ଥ ଜନଙ୍କ ମାଂସକୁ ଭୂଚର ବନ୍ୟ ପଶୁମାନଙ୍କ ଖାଦ୍ୟ ରୂପେ କରିଛନ୍ତି ସେମାନେ ପ୍ରଦାନ। ଦେଇଛନ୍ତି ଢାଳି ସେମାନଙ୍କ ରକ୍ତକୁ ସେମାନେ ଜେରୁସଲେମର ଚତୁଃପାର୍ଶ୍ୱେ ଜଳ ସଦୃଶ ହୁଅନ୍ତି। ସେମାନେ ଯେପରି ସମାଧିସ୍ଥ ସେଥିପାଇଁ ନାହିଁ କେହି ତ। ହୋଇଅଛୁ ଆମେ ପ୍ରତିବେଶୀମାନଙ୍କ ନିନ୍ଦାପାତ୍ର। କରନ୍ତି ଚତୁଃପାର୍ଶ୍ୱବାସୀମାନେ ଆମକୁ ପରିହାସ ତଥା ବିଦ୍ରୂପ। ହେ ପ୍ରଭୁ, ଆଉ କେତେ କାଳ ହେବ? କ'ଣ ତୁମେ ଚିରକାଳ ବ୍ୟାପୀ କ୍ରୋଧାନ୍ୱିତ? ହେବ କ'ଣ ଈର୍ଷା ତୁମର ଅଗ୍ନିତୁଲ୍ୟ ପ୍ରଜ୍ୱଳିତ? ଅଟନ୍ତି ଯେଉଁମାନେ ତୁମ ସମ୍ବନ୍ଧେ ଅଜ୍ଞ ଓ କରନ୍ତି ନାହିଁ ତୁମକୁ ଡାକି ଯେଉଁମାନେ ନିବେଦନ କର, ସେମାନଙ୍କ ଉପରେ କ୍ରୋଧାଗ୍ନି ତୁମର ବର୍ଷଣ। କାରଣ କରିଛନ୍ତି ସେମାନେ ଯାକୁବଙ୍କୁ ଗ୍ରାସ, କରିଛନ୍ତି ସେମାନେ ଆବାସ ତାଙ୍କର ନିର୍ଜନ। କର ନାହିଁ ଆମ ବିରୁଦ୍ଧେ ଆମ ପିତୃପୁରୁଷମାନଙ୍କ ଦୋଷ ସବୁ ସ୍ମରଣ। କର ଆମ ଉପରେ ଶୀଘ୍ର ତବ କରୁଣା ବର୍ଷଣ। କାରଣ ହୋଇଅଛୁ ଆମେ ସମ୍ପୂର୍ଣ୍ଣ ରୂପେ ଅବନମିତ। ହେ ଈଶ୍ୱର ଆମ ପରିତ୍ରାଣ, କର ଆମକୁ ନାମ ତୁମର ଗୌରବ ସକାଶେ ସାହାଯ୍ୟ। ତବ ନାମ ସକାଶେ କର ଆମକୁ ମୁକ୍ତ ଓ କର ଆମ ପାପ ସକଳ ମାର୍ଜନ। କହିବେ କାହିଁକି ଜାତିଗଣ, କାହାନ୍ତି ଈଶ୍ୱର ସେମାନଙ୍କର? ଯେହେତୁ କରାଇଛନ୍ତି ସେମାନେ ତୁମ ଦାସମାନଙ୍କ ରକ୍ତ ପତିତ, ତନ୍ନିମନ୍ତେ କରୁ ଆମେ ଲାଭ ଜାତିଗଣ ମଧ୍ୟରେ ତୁମ ପ୍ରତିଶୋଧ କାର୍ଯ୍ୟର ଦର୍ଶନ। ହେଉ ବନ୍ଦୀମାନଙ୍କ ଆର୍ତ୍ତନାଦ ତବ ସନ୍ନିଧାନେ ଆଗତ। ମୃତ୍ୟୁ ମୁଖରେ ପଡ଼ିବା ପାଇଁ ଯେଉଁମାନେ ନିରୂପିତ, କର ସେମାନଙ୍କୁ ତବ ମହାନ ଶକ୍ତିରେ ସଂରକ୍ଷଣ। ହେ ପ୍ରଭୁ, କରିଛନ୍ତି ଆମ ପ୍ରତିବେଶୀମାନେ ତୁମ ବିରୁଦ୍ଧେ ଯେଉଁ ନିନ୍ଦାଗାନ, ସେଥିପାଇଁ ଦିଅ ମାପି ସେମାନଙ୍କ କଳରେ ତାହାର 7 ଗୁଣ ପ୍ରତିଦାନ। କରିବୁ ସେତେବେଳେ ତବ ସଜନ ତଥା ତୁମ ଚାରଣ ଭୂମିର ମେଷପଲ ସଦୃଶ ଆମେ ତୁମ ପ୍ରତି କୃତଜ୍ଞତା ଅର୍ପଣ କରିବୁ ପ୍ରକାଶ ଆମେ ବଂଶାନୁକ୍ରମେ ତୁମ ସ୍ତୁତି ଗାନ। ଅଧ୍ୟାୟ 80। ସାମୂହିକ ବିଳାପ ଗୀତି। ଇସ୍ରାଏଲର ହେ ମେଷପାଳକ, କରନ୍ତି ଯିଏ ମେଷପଲ ତୁଲ୍ୟ ଯୋସେଫଙ୍କ ତତ୍ତ୍ୱାବଧାନ। ସେହି ହେ ପାଳକ ଶୁଣ, କେରୁବ ସକଳ ଉପରେ ସିଂହାସନାସୀନ। ହେ ତୁମେ ହୁଅ ଦୀପ୍ତିମନ୍ତ। କର ନିଜକୁ ଇଫ୍ରାଇମ୍, ବେଞ୍ଜାମିନ୍ ଓ ମନାସେଙ୍କ ସମ୍ମୁଖେ ପ୍ରକାଶିତ। ହୋଇ ଉତ୍ଥିତ ହୁଅ ଆମ ରକ୍ଷା ସକାଶେ ତୁମ ଶକ୍ତିରେ ଆଗତ। ହେ ଈଶ୍ୱର, କର ଆମକୁ ପୁନରୁଦ୍ଧାର। ହେଉ ପ୍ରଦୀପ୍ୟମାନ ବଦନ ତୁମର ଓ ହେଉ ଆମେ ପ୍ରାପ୍ତ ସେହିପରି ଉଦ୍ଧାର। ସେନାଧୀଶ ପ୍ରଭୁ ହେ ଈଶ୍ୱର, ରହିବ କେତେ କାଳ ବ୍ୟାପୀ ତୁମ ସ୍ୱଜନମାନଙ୍କ ପ୍ରାର୍ଥନା ପ୍ରତି ତୁମେ ହୋଇ କ୍ରୋଧାନ୍ୱିତ? କରିଅଛ ତୁମେ ସେମାନଙ୍କୁ ରୁଟି ଭଳି ଲୋତକରେ ଆପ୍ୟାୟିତ। କରାଇଅଛ ତୁମେ ସେମାନଙ୍କୁ ଅଶ୍ରୁପାନ ଅପରିମିତ।
କରିଅଛ ତୁମେ ଆମକୁ ପ୍ରତିବେଶୀମାନଙ୍କ ନିନ୍ଦା ପାତ୍ରରେ ପରିଣତ କରନ୍ତି ଆମ ଶତ୍ରୁଗଣ ପରସ୍ପର ମଧ୍ୟରେ ହାସ୍ୟ। ସେନାଧୀଶ ହେ ଈଶ୍ୱର କର ଆମକୁ ପୁନରୁଦ୍ଧାର, ହେଉ ପ୍ରଦୀପ୍ୟମାନ ବଦନ ତୁମର ଓ ହେଉ ଆମେ ପ୍ରାପ୍ତ ସେହିପରି ଉଦ୍ଧାର। ଘେନି ଆଣିଅଛ ତୁମେ ଇଜିପ୍ଟରୁ ଦ୍ରାକ୍ଷାଲତା ଏକ, କରି ବହିଷ୍କୃତ ଜାତିଗଣକୁ କଲ ତୁମେ ତାହା ରୋପଣ। କଲ ତୁମେ ତାହା ପାଇଁ ଭୂମି ପରିଷ୍କାର, ମୂଳ ମାଡ଼ି ହେଲା ତାହା ଦେଶରେ ପରିପୂର୍ଣ୍ଣ। ହେଲା ପର୍ବତ ସମୂହ ତାହାର ଛାୟାରେ ଆଚ୍ଛାଦିତ, ହେଲା ତାହାର ଶାଖା ପ୍ରଶାଖାରେ ବିରାଟ ଦେବଦାରୁ ବୃକ୍ଷ ଆଦୃତ। କଲା ତାହା ଶାଖାକୁ ତାହାର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଓ ହେଲା ତାହା ପଲ୍ଲବ ସକଳ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ତାହା ହେଲେ କରିଅଛ ତୁମେ କାହିଁକି ତାହାର ପ୍ରାଚୀର ଭଗ୍ନ? ସୁତରାଂ ନିଅନ୍ତି ତଳି ପଥିକ ଗଣ ତାହାର ଫଳ, କରେ ବନ୍ୟ ବରାହ ତାହାକୁ ଧ୍ୱଂସ, କରନ୍ତି କ୍ଷେତର ସମସ୍ତ ପଶୁ ତାହା ଭକ୍ଷଣ। ହେ ସେନାଧୀଶ ଈଶ୍ୱର ହୁଅ ଆମ ଦିଗେ ଘୂରିତ, କରି ସ୍ୱର୍ଗ ଧାମରୁ ନିରୀକ୍ଷଣ କର ଦୃଷ୍ଟିପାତ, ଏହି ଦ୍ରାକ୍ଷାଲତା ପ୍ରତି ଦିଅ ଧ୍ୟାନ। କଲା ତବ ଦକ୍ଷିଣ ହସ୍ତ ଯେଉଁ ଦ୍ରାକ୍ଷା ଗଣ୍ଠି ରୋପଣ, କର ତାହା ପ୍ରତି ସୁବିଚାର। କଲେ ସେମାନେ ତାହାକୁ ଅଗ୍ନିରେ ଦଗ୍ଧ, କଲେ ସେମାନେ ତାହାକୁ ଉଚ୍ଛେଦ, ହୁଅନ୍ତୁ ସେମାନେ ତୁମ ମୁଖ ନିଃସୃତ ଭର୍ତ୍ସନାରେ ବିନାଶଗ୍ରସ୍ତ। କିନ୍ତୁ କରାଉଅଛ ତୁମେ ଯାହାକୁ ତବ ଦକ୍ଷିଣ ପାର୍ଶ୍ୱେ ଦଣ୍ଡାୟମାନ, କରିଅଛ ତୁମେ ଯେଉଁ ମନୁଷ୍ୟ ପୁତ୍ରକୁ ତୁମ ନିମନ୍ତେ ଶକ୍ତି ସମ୍ପନ୍ନ, ହେଉ ତା ଉପରେ ହସ୍ତ ତୁମର ବିରାଜମାନ। ତାହା ହେଲେ ହେବୁ ନାହିଁ ଆମେ କଦାପି ତୁମଠାରୁ ବିମୁଖ, କର ପ୍ରଦାନ ଆମକୁ ଜୀବନ, କରିବୁ ଆମେ ନିବେଦନ ଡାକି ନାମ ତୁମର। ସେନାଧୀଶ ପ୍ରଭୁ ହେ ଈଶ୍ୱର କର ଆମକୁ ପୁନରୁଦ୍ଧାର, ହେଉ ପ୍ରଦୀପ୍ୟମାନ ବଦନ ତୁମର ଓ ହେଉ ଆମେ ପ୍ରାପ୍ତ ସେହିପରି ଉଦ୍ଧାର। ଅଧ୍ୟାୟ 81 ଉପାସନା ସାମ। କର ଉଚ୍ଚ ସ୍ୱରେ ଆମ ଶକ୍ତି ଝର ସ୍ୱରୂପ ଈଶ୍ୱରଙ୍କ ଉଦ୍ଦେଶ୍ୟ ଗାନ, କର ଯାକୁବଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟ ଆନନ୍ଦ ଗାନ। କର ଗାନ କୀର୍ତ୍ତନ କର ମନ୍ଦିରା ସୁମଧୁର ସାରଙ୍ଗୀ ତଥା ବୀଣା ବାଦନ। ଅମାବାସ୍ୟା ପୂର୍ଣ୍ଣିମା ତଥା ଆମ ଉତ୍ସବ ଦିନେ କର ଭେରୀ ବାଦନ। କାରଣ ଅଟେ ଏହା ଇସ୍ରାଏଲ ପ୍ରତି ଏକ ନିୟମ, ଯାକୁବଙ୍କ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶନାମା ଏକ। କଲେ ସେ ଯେବେ ଇଜିପ୍ଟ ବିରୁଦ୍ଧେ ପ୍ରସ୍ଥାନ, କଲେ ସେ ଯୋସେଫଙ୍କ ସକାଶେ ଏହି ନିଦର୍ଶନାମା ସ୍ଥାପନ। କଲି ମୁଁ ଶ୍ରବଣ ମୋ ପ୍ରତି ଅପରିଚିତ ଭାଷା ଏକ, କଲି ମୁଁ ତୁମ କାନ୍ଧକୁ ମୁକ୍ତ, କଲି ମୁଁ ତୁମ ହସ୍ତକୁ ଟକେଇ ବହନରୁ ମୁକ୍ତ। କଲ ତୁମେ ମୋତେ ଦୁଃଖ କ୍ଲେଶରେ ନିବେଦନ, କଲି ମୁଁ ପ୍ରଦାନ ତୁମକୁ ମୋଚନ, ଅଦୃଶ୍ୟ ରହି ବଜ୍ର ନିନାଦ ମଧ୍ୟେ ଦେଲି ମୁଁ ତୁମକୁ ଉତ୍ତର। ମେରିବା ଜଳାଶୟ ସମୀପେ କଲି ମୁଁ ତୁମକୁ ରକ୍ଷା। ହେ ସଜ୍ଜନ ମୋର କରେ ମୁଁ ଯେବେ ତୁମକୁ ସତର୍କ, ତେବେ ଶୁଣ। ହେ ଇସ୍ରାଏଲ କରିଥାନ୍ତ ଭଲା ତୁମେ ମୋ କଥା ଶ୍ରବଣ। ନ ପାଉ ସ୍ଥାନ ତୁମମାନଙ୍କ ମଧ୍ୟରେ କୌଣସି ବିଜାତୀୟ ଦେବ, କର ନାହିଁ ବିଜାତୀୟ ଦେବ ସମ୍ମୁଖେ ପ୍ରଣିପାତ। କଲେ ଯିଏ ତୁମମାନଙ୍କୁ ଇଜିପ୍ଟରୁ ବାହାର, ଅଟେ ମୁଁ ପ୍ରଭୁ ସେହି ଈଶ୍ୱର ତୁମର। କର ଉନ୍ମୁକ୍ତ ମୁଖ ତୁମର, କରିବି ମୁଁ ତାହା ପରିପୂର୍ଣ୍ଣ। କିନ୍ତୁ କଲେ ନାହିଁ ସଜ୍ଜନ ମୋର ମୋ ପ୍ରତି କର୍ଣ୍ଣପାତ, ହେଲି ନାହିଁ ଇସ୍ରାଏଲ ମୋର ଅନୁଗତ।
ସୁତରାଂ କରନ୍ତି ସେମାନେ ଯେପରି ସେମାନଙ୍କ ଇଚ୍ଛା ମତେ ବିଚରଣ, ସେଥିପାଇଁ ସେମାନଙ୍କ ହୃଦୟର କୁ ଅଭିଳାଷ ପ୍ରତି କଲି ମୁଁ ସେମାନଙ୍କୁ ସମର୍ପଣ। କରିଥାନ୍ତେ ଭଲା ସ୍ୱଜନ ମୋର ମୋ ପ୍ରତି କର୍ଣ୍ଣପାତ, କରିଥାନ୍ତା ଭଲା ଇସ୍ରାଏଲ ମୋ ପଥେ ବିଚରଣ। କରିଥାନ୍ତି ତାହେଲେ ସେମାନଙ୍କ ଶତ୍ରୁମାନଙ୍କୁ ଅତି ବେଗେ ଦମନ, କରିଥାନ୍ତି ମୁଁ ଉତ୍ତୋଳନ ସେମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧେ ମୋର ହସ୍ତ। କରନ୍ତି ପ୍ରଭୁଙ୍କୁ ଘୃଣା ଯେଉଁମାନେ, ପଡ଼ିଥାନ୍ତେ ନମିତ ହୋଇ ସେମାନେ ତାହାଙ୍କ ଚରଣ ଦେଶେ। ରହିଥାନ୍ତା ତିଷ୍ଠି ଦୁର୍ଦ୍ଦଶା ସେମାନଙ୍କ ଚିରକାଳ ସକାଶେ, କରିଥାନ୍ତି ମୁଁ ତୁମମାନଙ୍କୁ ସର୍ବୋତ୍କୃଷ୍ଟ ଗହମରେ ଆପ୍ୟାୟିତ। କରିଥାନ୍ତି ମୁଁ ତୁମକୁ ଶୈଳ ନିର୍ଗତ ମଧୁ ଦ୍ୱାରା ପରିତୃପ୍ତ। ଅଧ୍ୟାୟ 82। ଉପାସନା ସାମ। ହୋଇଛନ୍ତି ଈଶ୍ୱର ସ୍ୱର୍ଗୀୟ ପରିଷଦେ ଆସୀନ, କରନ୍ତି ସେ ଦେବମାନଙ୍କ ମଧ୍ୟରେ ନ୍ୟାୟ ବିଚାର ସାଧନ। କରିବ ତୁମେମାନେ କେତେ କାଳ ଧରି ଅନ୍ୟାୟ ବିଚାର ଓ କରିବ ଦୁଷ୍ଟମାନଙ୍କ ସପକ୍ଷେ ପକ୍ଷପାତ ପ୍ରଦର୍ଶନ। କର ଦରିଦ୍ର ତଥା ପିତୃହୀନମାନଙ୍କ ପ୍ରତି ନ୍ୟାୟ ସାଧନ, କର ପୀଡ଼ିତ ତଥା ଅଭାବଗ୍ରସ୍ତମାନଙ୍କ ନ୍ୟାୟାଧିକାର ସମର୍ଥନ। କର ଦରିଦ୍ର ତଥା ଦିନହୀନମାନଙ୍କୁ ଉଦ୍ଧାର, କର ସେମାନଙ୍କୁ ପ୍ରଦାନ ଦୁଷ୍ଟମାନଙ୍କ ହସ୍ତରୁ ମୋଚନ। ଅଟନ୍ତି ସେମାନେ ଜ୍ଞାନ ରହିତ ତଥା ବୁଦ୍ଧିହୀନ, କରନ୍ତି ସେମାନେ ଅନ୍ଧକାରେ ବିଚରଣ। ହୋଇଛି ପୃଥିବୀର ସମସ୍ତ ଭିତ୍ତିମୂଳ ପ୍ରକମ୍ପିତ। କହେ ମୁଁ, ଅଟ ତୁମେମାନେ ଦେବଗଣ, ତୁମେ ସମସ୍ତେ ପରାତ୍ପରଙ୍କ ସନ୍ତାନଗଣ। ତଥାପି କରିବ ତୁମେମାନେ ମାନବ ସଦୃଶ ମୃତ୍ୟୁବରଣ। ଘଟିବ ଯେକୌଣସି ଶାସକ ତୁଲ୍ୟ ତୁମର ପତନ। ଉଠ ହେ ଈଶ୍ୱର, କର ପୃଥିବୀର ବିଚାର, କାରଣ ଅଟନ୍ତି ସମସ୍ତ ଜାତି ଅଧିକାରାଧୀନ ତୁମର। ଅଧ୍ୟାୟ 83। ସାମୂହିକ ବିଳାପ ଗୀତି। ହୁଅ ନାହିଁ ହେ ଈଶ୍ୱର ତୁମେ ନୀରବ, ହୁଅ ନାହିଁ ହେ ଈଶ୍ୱର ନିଶ୍ଚଳ ତଥା ନିସ୍ତବ୍ଧ। ଦେଖ, କରନ୍ତି ଶତ୍ରୁଗଣ ତୁମର କୋଳାହଳ, କରିଛନ୍ତି ତୁମ ବିଦେଶୀ ଗଣ ମସ୍ତକ ଉତ୍ତୋଳନ। କରନ୍ତି ସେମାନେ ତୁମ ସ୍ୱଜନମାନଙ୍କ ବିରୁଦ୍ଧେ ଚକ୍ରାନ୍ତ, କରନ୍ତି ସେମାନେ ତୁମ ଦ୍ୱାରା ସୁରକ୍ଷିତ ବ୍ୟକ୍ତିମାନଙ୍କ ବିପକ୍ଷେ ଗୁପ୍ତ ଷଡ଼ଯନ୍ତ୍ର। କହନ୍ତି ସେମାନେ, ଆସ କରିବା ଆମେ ଏ ସକଳ ଜନତାକୁ ନିର୍ମୂଳ। ନ ହେଉ ଆଉ କେବେ ହେଁ ଇସ୍ରାଏଲର ନାମ ଅନୁସ୍ମୃତ। କରନ୍ତି ସେମାନେ ଏକଚିତରେ ଷଡ଼ଯନ୍ତ୍ର, କରନ୍ତି ସେମାନେ ତୁମ ବିରୁଦ୍ଧେ ଚୁକ୍ତି ସ୍ଥାପନ। ଏଦୋମର ଶିବିରବାସୀଗଣ, ଇସ୍ମାଏଲୀୟମାନେ, ମୋଆବ ତଥା ହାଗ୍ରୀୟଗଣ, ଗେବାଲ, ଆମୋନ, ଆମାଲେକ ତଥା ତୀରବାସୀମାନଙ୍କ ସମେତ ହୋଇଛି ଫିଲିଷ୍ତିଆ ସଂଯୁକ୍ତ। ଲଟଙ୍କ ସନ୍ତାନମାନଙ୍କ ଶକ୍ତିଶାଳୀ ହସ୍ତ ସ୍ୱରୂପ ହୋଇଛି ଆସିରିଆ ମଧ୍ୟ ସେମାନଙ୍କ ସହ ସମ୍ମିଳିତ। ହୋଇଥିଲା ଯାହା ମିଦିୟମାନଙ୍କ ପ୍ରତି ସାଧିତ, କିଶନ ନଦୀ ପାର୍ଶ୍ୱେ ସିସେରା ଓ ଜାବିନଙ୍କ ପ୍ରତି ଯାହା ସଂଘଟିତ, ସେମାନଙ୍କ ପ୍ରତି ମଧ୍ୟ କର ତାହା ସମ୍ପାଦନ। ହେଲେ ସେମାନେ ଏନ୍ଦରରେ ବିନଷ୍ଟ, ଭୂମି ପାଇଁ ହେଲେ ସେମାନେ କ୍ଷତରେ ପରିଣତ। ସେମାନଙ୍କ କୁଳୀନ ବ୍ୟକ୍ତିମାନଙ୍କୁ ଅରେବ ଓ ଶିବଙ୍କ ସଦୃଶ
ଓ ସେମାନଙ୍କ ଶାସକମାନଙ୍କୁ କର ସେବା ଓ ସାଲମୁନାଙ୍କ ତୁଲ୍ୟ। କହିଥିଲେ ସେମାନେ, ଆମ ପାଇଁ କରିବା ଈଶ୍ୱରଙ୍କ ଚାରଣଭୂମି ଆମେ ଅଧିକାର। ହେ ଈଶ୍ୱର, ମୋର ଘୂର୍ଣ୍ଣି ବାତ୍ୟା ଦ୍ୱାରା ପ୍ରବାହିତ ଧୂଳି ସଦୃଶ ଓ ବାୟୁରେ ଉଡ଼ୁଥିବା ଅଗାଡ଼ି ତୁଲ୍ୟ ସେମାନଙ୍କୁ କର। କରେ ଯେପରି ଅଗ୍ନି ଅରଣ୍ୟକୁ ଗ୍ରାସ, କରେ ଯେପରି ପର୍ବତକୁ ଅଗ୍ନିଶିଖା ପ୍ରଜ୍ୱଳିତ। କର ସେହିପରି ସେମାନଙ୍କୁ ତୁମ ଝଡ଼ ଦ୍ୱାରା ପଶ୍ଚାଧାବନ କର, ସେମାନଙ୍କୁ ତୁମ ଘୂର୍ଣ୍ଣି ବାତ୍ୟା ଦ୍ୱାରା ଭୟ ନିମଗ୍ନ। ହେ ପ୍ରଭୁ, କରନ୍ତି ସେମାନେ ଯେପରି ତୁମ ନାମର ଅନ୍ୱେଷଣ କର, ସେଥି ସକାଶେ ସେମାନଙ୍କ ମୁଖକୁ ଅପମାନରେ ଆଚ୍ଛାଦିତ। ହୁଅନ୍ତୁ ସେମାନେ ସର୍ବଦା ଲଜ୍ଜିତ ତଥା ବିଭ୍ରାନ୍ତ ହୋଇ ଅପମାନିତ, ହୁଅନ୍ତୁ ସେମାନେ ବିନାଶଗ୍ରସ୍ତ। ହୁଅନ୍ତୁ ସେମାନେ ଅବଗତ ଯେ ପ୍ରଭୁ ନାମେ ନାମିତ ସେହି କେବଳ ତୁମେ ଅଟ, ଯେ କି ସମଗ୍ର ପୃଥିବୀ ଉପରେ ପରାତ୍ପର। ଅଧ୍ୟାୟ 84। ପ୍ରଶଂସା ସ୍ତୋତ୍ର। ହେ ସେନାଧୀଶ ପ୍ରଭୁ, ଆବାସ ତବ ଅଟେ କେଡ଼େ ମନୋହର। ପ୍ରଭୁଙ୍କ ପ୍ରାଙ୍ଗଣ ସକଳ ପ୍ରତି ହୋଇ ଲାଳାୟିତ ହୁଏ ଆତ୍ମା ମମ ଅବସନ। ଜୀବିତ ଈଶ୍ୱରଙ୍କ ଉଦ୍ଦେଶ୍ୟ କରେ ଆନନ୍ଦ ଗାନ ମୋର ଶରୀର ତଥା ମନ। ହେ ସେନାଧୀଶ ପ୍ରଭୁ, ହେ ରାଜା ମୋର ଓ ଈଶ୍ୱର ମୋର, ଘର ଚଟିଆ ହୁଏ ତାହା ସକାଶେ ପ୍ରାପ୍ତ ତୁମ ବଳିପୀଠ ଉପରେ ଏକ ଅଭୟ ସ୍ଥାନ ଓ ତାହାର ଶାବକମାନଙ୍କୁ ରଖିବା ପାଇଁ ଏକ ଆଶ୍ରୟ ସ୍ଥାନ। ତୁମ ଉଦ୍ଦେଶ୍ୟ କରି ସ୍ତବଗାନ କରନ୍ତି ଯେଉଁମାନେ ତବ ଆଳୟେ ବାସ, ସେମାନେ ଧନ୍ୟ। ସେମାନଙ୍କ ଶକ୍ତି ତୁମଠାରେ ନିହିତ, ସେହି ମନୁଷ୍ୟଗଣ ଧନ୍ୟ। ସିୟନ ଅଭିମୁଖୀ ପଥ ସେମାନଙ୍କ ହୃଦୟ ସ୍ଥାପିତ କରନ୍ତି ସେମାନେ ଯେବେ ବାକା ଉପତ୍ୟକା ଦେଇ ଗମନ କରନ୍ତି, ତେବେ ସେମାନେ ତାହାକୁ ନିର୍ଝର ସବୁର ଉପତ୍ୟକାରେ ପରିଣତ। ଶରତକାଳୀନ ବୃଷ୍ଟି କରେ ତାହାର ଜଳାଶୟ ପରିପୂର୍ଣ୍ଣ। ହୁଅନ୍ତି ସେମାନେ ଅଧିକରୁ ଅଧିକ ଶକ୍ତିପ୍ରାପ୍ତ, କରିବେ ସେମାନେ ଲାଭ ସିୟନରେ ଈଶ୍ୱରଙ୍କ ଦର୍ଶନ। ସେନାଧୀଶ ପ୍ରଭୁ ହେ ଈଶ୍ୱର, ପ୍ରାର୍ଥନା ମମ ଶୁଣ। ଯାକୁବଙ୍କ ହେ ଈଶ୍ୱର, ଦିଅ ମୋ ପ୍ରତି କର୍ଣ୍ଣ। ଆମ ଢାଳ ସ୍ୱରୂପ ହେ ଈଶ୍ୱର, କର ଆମ ପ୍ରତି ଦୃଷ୍ଟିପାତ। କର ତବ ଅଭିଷିକ୍ତଙ୍କ ମୁଖ ପ୍ରତି ଦୃଷ୍ଟିପାତ। ଅନ୍ୟ ସ୍ଥାନରେ ସହସ୍ର ଦିନ କାଳାତିପାତ କରିବା ଅପେକ୍ଷା ବରଂ ଶ୍ରେୟସ୍କର ଅଟେ ଏକ ଦିନ ତୁମ ପ୍ରାଙ୍ଗଣେ ଯାପନ କରିବା। ଦୁଷ୍ଟତାର ଶିବିରରେ ବାସ କରିବା ଅପେକ୍ଷା ମୋ ପ୍ରତି ଅଧିକ ଉତ୍ତମ ମୋର ଈଶ୍ୱରଙ୍କ ଆଳୟର ଦ୍ୱାର ରକ୍ଷକ ହେବା। କାରଣ ଅଟନ୍ତି ପ୍ରଭୁ ଈଶ୍ୱର ଏକ ସୂର୍ଯ୍ୟ ତଥା ଢାଲ। କରନ୍ତି ସେ ପ୍ରଦାନ କରୁଣା ତଥା ସମ୍ଭ୍ରମ। କରନ୍ତି ଯେଉଁମାନେ ନୀତି ନିଷ୍ଠାପୂର୍ବକ ଆଚରଣ କରନ୍ତି ନାହିଁ, ପ୍ରଭୁ ସେମାନଙ୍କ ପ୍ରତି କୌଣସି ମଙ୍ଗଳ କାର୍ଯ୍ୟ ବାରଣ। ହେ ସେନାଧୀଶ ପ୍ରଭୁ, ଯିଏ ତୁମଠାରେ ଶରଣାଗତ ସେ ଧନ୍ୟ। ଅଧ୍ୟାୟ 85। ସାମୂହିକ ବିଳାପ ଗୀତି। ହେ ପ୍ରଭୁ, ହେଲ ତୁମେ ଦେଶ ତୁମର ପ୍ରତି ସଦୟ। କଲ ତୁମେ ଯାକୁବଙ୍କ ଐଶ୍ୱର୍ଯ୍ୟ ପୁନଃସ୍ଥାପନ। ଦେଲ ତୁମେ କ୍ଷମା ତବ ସ୍ୱଜନମାନଙ୍କ ଦୋଷ। କଲ ତୁମେ ସେମାନଙ୍କ ସମସ୍ତ ପାପ ଆଚ୍ଛାଦିତ। କଲ ତୁମେ ସମସ୍ତ କ୍ରୋଧ ପ୍ରତ୍ୟାହାର। ହେଲ ତୁମେ ତୁମର ଉଗ୍ର କୋପରୁ ବିମୁଖ। ଆମ ପରିତ୍ରାଣର ହେ ଈଶ୍ୱର,
କର ଆମକୁ ପୁନରୁଦ୍ଧାର କର ଆମ ପ୍ରତି ଥିବା ତୁମ ରସକୁ ପରିତ୍ୟାଗ। ହେବ କ'ଣ ତୁମେ ସର୍ବଦା ଆମ ବିରୁଦ୍ଧେ କ୍ରୋଧ? ହୋଇ ରହିବ କ'ଣ ତୁମେ ବଂଶାନୁକ୍ରମେ କୁପିତ? ହୁଅନ୍ତି ଯେପରି ସଜ୍ଜନ ତୁମର ତୁମଠାରେ ଆନନ୍ଦିତ, ତନ୍ନିମନ୍ତେ କରିବ ନାହିଁ କ'ଣ ତୁମେ ଆମକୁ ପୁନର୍ଜୀବିତ? କର ହେ ପ୍ରଭୁ ନିରନ୍ତର ସ୍ନେହ ତୁମର ଆମ ପ୍ରତି ପ୍ରଦର୍ଶନ, କର ଆମକୁ ପରିତ୍ରାଣ ତୁମ ପ୍ରଦାନ। କରିବେ ପ୍ରଭୁ ଈଶ୍ୱର ଯେଉଁ କଥନ, ତାହା ଶୁଣିବା ପାଇଁ ଦିଅ ମୋତେ ସୁଯୋଗ, କାରଣ କରିବେ ସେ ତାହାଙ୍କ ସ୍ୱଜନମାନଙ୍କ ସହ ଶାନ୍ତିର କଥନ। ଫେରି ଆସନ୍ତି ତାହାଙ୍କ ନିକଟକୁ ଯେଉଁମାନେ ସେମାନଙ୍କ ଅନ୍ତର ସହ, କରିବେ ସେ ତାହାଙ୍କର ସେହି ସନ୍ଥ ଜନମାନଙ୍କ ସହିତ କଥୋପକଥନ। କରିବେ ଯେଉଁମାନେ ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ସେମାନଙ୍କ ପ୍ରତି ପରିତ୍ରାଣ ତାହାଙ୍କର ଅଟେ ନିକଟବର୍ତ୍ତୀ ଅବଶ୍ୟ। କରିବ ସେହିପରି ଗୌରବ ଆମ ଦେଶ ମଧ୍ୟରେ ବାସ। କରିବେ ନିରନ୍ତର ସ୍ନେହ ତଥା ବିଶ୍ୱସ୍ତତା, ପରସ୍ପରକୁ ଆଶ୍ଲେଷ ଦେବେ ନୀତିନିଷ୍ଠା ତଥା ଶାନ୍ତି ପରସ୍ପରକୁ ଚୁମ୍ବନ। ହେବ ପୃଥିବୀରୁ ବିଶ୍ୱସ୍ତତା ଆଙ୍କୁରିତ, କରିବ ନୀତିନିଷ୍ଠା ଆକାଶରୁ ଦୃଷ୍ଟିପାତ। ଯାହା ଉତ୍ତମ କରିବେ ପ୍ରଭୁ ତାହା ପ୍ରଦାନ, କରିବ ଦେଶ ଆମର ପ୍ରଚୁର ଫସଲ ଉତ୍ପନ୍ନ। କରିବ ନୀତିନିଷ୍ଠା ତାହାଙ୍କ ସମ୍ମୁଖେ ଗମନ, କରିବ ତାହା ତାହାଙ୍କ ପଦଚିହ୍ନକୁ ଗମନର ପଥ।